ପିଲେ, ତମେ ସବୁ ତମର ଅଳି ଅଝଟ ମାଙ୍କ ପାଖରେ ହିଁ କରୁଥିବ। ହଁ, ମା ତ ମମତାମୟୀ, କରୁଣାମୟୀ। ତାଙ୍କ ସ୍ନେହ ଆଦର ଆମ ପାଇଁ ଅମୃତ। ଆସ ଶୁଣିବା କବିତା ମାର ମମତା। କବିତାଟିକୁ ତମମାନଙ୍କ ପାଇଁ ନିଜ ଲେଖାରୁ ପଢ଼ି ଶୁଣାଉଛନ୍ତି ବଟକୃଷ୍ଣ ସ୍ୱାଇଁ। ମାର ମମତା ଅମୃତଠୁ ବଡ଼, ଶୁଣ କୁନା କୁନି ଯେତେ, ତାପଣ ତକାନି ତା ଅମୃତ ବାଣୀ କେଉଁଠି ମିଳିବ ସତେ। ଯେତେ ରାଗିଥିଲେ ଶାନ୍ତ କରେ ସିଏ, ଦେଇ ତା ମଧୁର ଛୁଆଁ, ମନାଇ ଦିଅଇ ମନ୍ତର କରିକି କଥା କହି ନୂଆ ନୂଆ। କେତେ କଷ୍ଟ କରି ବଢ଼ାଇ ଆମକୁ ଦେଇଛି ଅମାପ ସ୍ନେହ, ଜୀବନରେ ସତେ ତାରି ଋଣକୁ ସୁଝିକି ପାରିବା କୁହ। ଭୁଲିବାନି କେବେ ତା ବାତ୍ସଲ୍ୟ ପ୍ରେମ, ତାରି ମଧୁର କଥା, କେତେ କଷ୍ଟ ସହି ଆପଣାର କରି ଦେଇନି ଆମକୁ ବ୍ୟଥା। ନିଜେ ନ ଖାଇକି ଆମ ପାଇଁ ରଖେ କେମିତି ତା ଦେହ ଗଢ଼ା, କେତେ ଅଳି ଅଝଟକୁ ସେ ସହଇ ନାହିଁ ତାର କିଛି ଲୋଡ଼ା। କହିବାନି କେବେ କଟୁ କଥା ତାକୁ, ଦେବାନି ତା ମନେ ଦୁଃଖ, ତା ମମତା ସ୍ନେହ ଭୁଲିବାନି କେବେ ଏହି କଥା ମନେ ରଖ। ଆମ ପାଦେ କଣ୍ଟା ଯେବେ ଫୋଡ଼ି ହୁଏ ଲାଗଇ ତାହାକୁ କଷ୍ଟ, ହେଲେ ତା ପାଦରେ କଣ୍ଟା ପଶିଗଲେ ଲାଗେ ନାହିଁ ତାକୁ କଷ୍ଟ। ଜୀବନରେ କେବେ ତାରି ଋଣକୁ ପାରିବାନି ଆମେ ସୁଝି, ତା ବୃଦ୍ଧା କାଳରେ କରିବା ତା ସେବା ଭଲ ମାତୃଭକ୍ତ ସାଜି। ମା ଆମ ପାଇଁ ସରଗଠୁ ବଡ଼, ପାଳି ପୋଷୁଛି ଆମକୁ, ଭୁଲିବାନି କେବେ ତାରି ମମତା ସୁଝିବା ତା ଋଣକୁ। ମା ଠାରୁ ବଳି ଆମରି ରାଇଜେ ନାହିଁ ଆଉ କିଏ ବଡ଼, ତା ମମତା ଆଉ ସ୍ନେହ ପାଖୁଡ଼ା ଯେ ସ୍ୱର୍ଗଠାରୁ ବଳି ବଡ଼। ପିଲେ, ଭଲ ପିଲା ହେଲେ, ଭଲ କଥା କହିଲେ ଆଉ ଭଲ କାମ କରିଲେ ସମସ୍ତେ ଭଲ ପାଇବେ। ଆଉ ଭଲ ପିଲାଟିଏ ହେବାକୁ ହେଲେ ତମକୁ କ'ଣ ସବୁ କରିବାକୁ ହବ? ଆସ ଶୁଣିବା ଏଇ କବିତାରୁ। କବିତାଟିର ନାଁ ହେଲା ହେବା ଆମେ ସୁନା ପିଲା। ନିଜ